ନୟାଗଡ଼ ଜିଲ୍ଲା ଓଡଗାଁ ରେଞ୍ଜର ଅଧୀନସ୍ଥ ବାହାଡଝୋଲା ବନପାଳ ଅଫିସ ଠାରୁ ମାତ୍ର 10 କିଲୋମିଟର ଦୂର ତଥା ଆଦିବାସୀ ବହୁଳ କାପ୍ତପଲ୍ଲୀ ପଞ୍ଚାୟତରେ ବାଘ ଆତଙ୍କକୁ ନେଇ ସନ୍ଧ୍ୟା ହେଲେ ଲୋକମାନଙ୍କ ଘରର ତାଟିକ ବାଟ ବନ୍ଦ ହୋଇଯାଉଛି। ସୂଚନା ମୁତାବକ ନୂଆଗାଁ ବ୍ଲକ ଓଡଗାଁ ରେଞ୍ଜର ଅଧୀନସ୍ଥ ଆଦିବାସୀ ବହୁଳ କାପ୍ତପଲ୍ଲୀ ପଞ୍ଚାୟତର ବିଭିନ୍ନ ଗାଁ ତଥା ବେତନଟି ଘୋଡକବାରୀ ଲୁହାର ଖଣି ଅଞ୍ଚଳରେ ବାଘ ବୁଲୁଥିବାର କିଛି କହିଥିଲେ। ଗତ ଫେବୃଆରୀ ମାସରୁ ଏହି ବାଘ ଆତଙ୍କ ସୃଷ୍ଟି ହୋଇଥିଲେ ଏଯାଏଁ କୌଣସି ଲୋକଙ୍କର କ୍ଷତି ହୋଇନଥିବାରୁ କିଛି ଲୋକ ଏହି ଘଟଣାକୁ ସତ ମିଛ ବୋଲି ଭାବୁଥିଲେ। ବନ ବିଭାଗ ପକ୍ଷରୁ 3ଟି କ୍ୟାମେରା ଲଗାଇଥିଲେ ମଧ୍ୟ ବନ ବିଭାଗକୁ ସୁଫଳ ମିଳିପାରି ନାହିଁ। କିନ୍ତୁ ଗତ 3 ତାରିଖ ଦିନ କିମ୍ବିରି ଗ୍ରାମର ଲୋକ ନିଜ ପଦାରେ ବାଘ ମଡ଼ା ଦେଖିବାକୁ ପାଇଥିଲେ। କିନ୍ତୁ ସନ୍ଧ୍ୟା ସମୟରେ ଗାଈ ଚରାଳି ଫେରିବା ପରେ ଗୋଟିଏ 3 ବର୍ଷର ବାଛୁରୀ ନଥିବା ଦେଖି କିଛି ଗ୍ରାମବାସୀ ନିକଟସ୍ଥ ଜଜାଙ୍କ ଧୋଡାକୁ ଖୋଜିବାକୁ ଗଲାବେଳେ ବାଛୁରୀକୁ ବାଘ ଘୋଷାଡ଼ି ଘୋଷାଡ଼ି ଆଣି ଖାଇଥିବା ଦେଖିବାକୁ ପାଇଥିଲେ। ଏହି ବାଛୁରୀଟି କିମ୍ବିରି ଗ୍ରାମର ଟୁଙ୍ଗୁରୁ ଜାନିଙ୍କ ଜଣାପଡ଼ିବା ପରେ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ସମ୍ପର୍କରେ ବାହାଡଝୋଲା ଫରେଷ୍ଟର ମନୋଜ କୁମାର ସେଠୀ କହିଛନ୍ତି ଯେ ଆମେ ଯାଇଥିଲୁ ଗୋଟିଏ ବାଛୁରୀ ଖାଇଛି, କିନ୍ତୁ ମହାବଳ କି କଲରାପତରିଆ ବାଘ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ। ବନ ବିଭାଗ ପକ୍ଷରୁ କ୍ୟାମେରା ଲଗାଯାଇଛି ଓ ବାଘର ଗତିବିଧି ଉପରେ ନଜର ରଖାଯାଇଛି ବୋଲି ଫରେଷ୍ଟର କହିଛନ୍ତି। ନୂଆଗାଁ ବ୍ଲକରୁ ନିରଞ୍ଜନ ସାହୁଙ୍କ ରିପୋର୍ଟ, ମିଡିଆ ଭଏସ୍।